ବିଷ୍ଣୁ ଭକ୍ତ ପ୍ରହ୍ଲାଦ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ କୀର୍ତ୍ତନ ସ୍ମରଣ ପଦସେବନ ଆଦି ନବଦା ଭକ୍ତିକୁ ଶ୍ରେଷ୍ଠ ବିଦ୍ୟା ବୋଲି କହିବାରୁ ହିରଣ୍ୟ ପ୍ରଚଣ୍ଡ ଭାବେ କ୍ରୋଧିତ ହେଲା। ପ୍ରହ୍ଲାଦ ବିଚଳିତ ନ ହୋଇ କହିଲା, ଗୃହ ଜଞ୍ଜାଳରେ ପଡ଼ି ମଣିଷ ଅନର୍ଥକୁ ଅର୍ଥ ପ୍ରାୟ ମଣେ। ତାର ଚିତ୍ତ ଭଗବାନଙ୍କଠାରୁ ଦୂରେଇ ଯାଏ। ଅସୁର ପୁନଶ୍ଚ ଏ ପ୍ରକାର ଅବାଞ୍ଛିତ ଉତ୍ତରରେ ପ୍ରଚଣ୍ଡ କ୍ରୋଧ ପ୍ରକାଶ କରି ଶତ୍ରୁର ନାମ ଉଚ୍ଚାରଣ କରିଥିବାରୁ ତାକୁ ହତ୍ୟା କରିବା ପାଇଁ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଲା। ହିରଣ୍ୟକଶିପୁ ଉବାଚ ମୁଖରୁ ଦନ୍ତ ଝଡ଼ିଗଲା, ନାଗଙ୍କ ଫଣା ବଥାଇଲା, ପୁଣି ସେ କୃତ୍ୟା ହୋମ କଲା, ପର୍ବତ ଶିଖୁ କଚାଡ଼ିଲା, ସମ୍ବର ହସ୍ତି ମାୟା ଗଲା, କେବେ ହେ ପ୍ରାଣ ତାନ ଗଲା, ବନ୍ଧନ କରି ହସ୍ତପାଦ ମେଲିଲା ଅଗାଧ ସମୁଦ୍ର, ବନ୍ଧନ କରି ପ୍ରତିଦିନେ ମରିବ ବୋଲୋଇ କେଶନେ, ଭର୍ତ୍ସନା କଲା ପ୍ରତିଦିନେ, ଗରଳ ଦେଲା ଅନ୍ନପାନେ, କେତେ ଦିନ ଭୋଜନ ବଞ୍ଚିଲା ଅସୁର ନନ୍ଦନ, ହିମ ପବନ ଅଗ୍ନି ଜଳେ, ପର୍ବତ ଚାପି କୋପାନଳେ, ନାନା ପ୍ରକାରେ କଷ୍ଟ ଦେଲା, କେବେ ହେ ବାଳକ ନ ମଲା, କେବେ ହେ ମାରି ନ ପାରିଲା, ଚିନ୍ତା ସାଗରେ ନିମଜ୍ଜିଲା, ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ, କେବେ ହେ ଶାନ୍ତି ନ ଭଜଇ, କଷଣ ଦେଲି ଯେତେ ମୁଇ, କିଛି ହାର ହେଲା ନାହିଁ, ଏହାର ତୁଲେ ବାଦ ଗଲେ, ପ୍ରାଣ ମୁଁ ନ ପାଇବି ଭଲେ, ହେମନ୍ତେ ଭାଳି ମନ ଦୁଃଖେ, ଦଣ୍ଡେ ରହିଲା ଅଧୋମୁଖେ, ସାଧୁ ବିଷୟ ଗ୍ରହ କଲେ, କେବା ସଂସାରେ ଥିବ ଭଲେ, ଗୁରୁକୁ ମରି ତାହା ଶୁଣି, ଅସୁର ମୁଖ ଚାହିଁ ଭଣି। ଗୁରୁପୁତ୍ର ଉବାଚ ଶୁଣ ହେ ରୂପ ଚୂଡ଼ାମଣି, ତପେ ତୁ ତ୍ରିଭୁବନ ଜିଣି, ଏହାକୁ ଅରୁଣର ପାଶେ ବନ୍ଦ
सप्तमस्कन्धे प्रह्लादानुचरिते नाम पञ्चमोऽध्यायः। प्रह्लाद उवाच शृणो हे असुर बालके जे विद्यासार नरलोके आहे बयसे तुम्भे देख मृत्यु अधीन जीवलोक माया क्रीडारे भोल होई तुम्भर देहे ज्ञान नाही बालुत जुवा वृद्ध देही केबे हे मृत्यु न डरई ए भाव चिते जे चिन्तन्ति अन्ते से कैवल्य भुञ्जन्ति एबे हो शुण मोर वाणी श्री भागवत जे बखाणी धर्मार्थ काम वेद मते एतिनी वर्ग परापते साधन करी समदम यज्ञादि नानाविध कर्म सत्य वचन वेदवाणी एथे संसारु तरे प्राणी नाना प्रकारे तपदाही जे हरि पादे समर्पई धन्यता शरीर धारण से लभे परम कारण निर्मल दुर्लभ ज्ञान निगम सार अनुपम नारद मुनिक अग्रते सुपुण्य बदरिका तीर्थे तप आचरी अनुक्षण अछन्ति नर नारायण नारद मुनि शुद्ध चेता बुझिले हरि गुण गाथा से नारायण शुद्ध भावे जे बाणी विविध प्रस्तावे नारद मुनिक संतोषे कहिले ज्ञान उपदेशे कृष्णर पाद पद्म धूली सानंद मने अंगे बोली